ଅକ୍ଷୟ ତୃତୀୟା ବା ଅକ୍ଷୟ ତୃତୀୟା, ଯାହା ପ୍ରଭୁ ଶ୍ରୀ ଜଗନ୍ନାଥ ଏବଂ ଓଡ଼ିଶାର ଚାଷୀ କୂଳ ସହିତ ଓତପ୍ରୋତ ଭାବେ ଜଡ଼ିତ, ଯାହା ଜଗତର ଆରାଧ୍ୟ ଜଗନ୍ନାଥଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ ଏବଂ ଆମ ଅନ୍ନଦାତା ଚାଷୀ କୂଳ ସହ ଓତପ୍ରୋତ ଭାବେ ଜଡ଼ିତ। ଏହା ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିରେ ପାଳନ କରାଯିବାର ବିଧି ରହିଛି। ଅକ୍ଷୟର ଅର୍ଥ ହେଉଛି ଯାହାର କ୍ଷୟ ନାହିଁ। ବିଶ୍ୱାସ ଅଛି ଯେ ଏହି ଦିନ ଯେକୌଣସି ଶୁଭ କାର୍ଯ୍ୟ ଯଥା ବିବାହ, ବ୍ରତଘର, ଘର ପ୍ରତିଷ୍ଠା ଏବଂ ଗୃହ ନିର୍ମାଣ କାର୍ଯ୍ୟର ଆରମ୍ଭ ପରି କାର୍ଯ୍ୟ କରାଯାଏ ତାହା ନିଶ୍ଚିତ ରୂପେ ସଫଳ ରୂପରେ ସମ୍ପାଦନ ହୋଇଥାଏ। ଏହି ଦିନ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ୍ପରା ସହ ଗଭୀର ଭାବରେ ଜଡ଼ିତ। ଏହି ଦିନଠାରୁ ରଥଯାତ୍ରା ପାଇଁ 3 ରଥର ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ମହାରଣାମାନେ ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ପୂଜାର୍ଚ୍ଚନା ସହ ଆରମ୍ଭ କରିଥାନ୍ତି। ଏହି ଦିନଠାରୁ ବାହାର ଚନ୍ଦନ ଯାତ୍ରା ମଧ୍ୟ ଶୁଭାରମ୍ଭ ହୋଇଥାଏ। ବୈଶାଖ ମାସରେ ପ୍ରବଳ ଗରମରୁ ରକ୍ଷା ପାଇବା ପାଇଁ ମାନବୀୟ ଲୀଳାରେ ପ୍ରଭୁ ଶ୍ରୀ ଜଗନ୍ନାଥ ମଦନ ମୋହନ ରୂପରେ ନରେନ୍ଦ୍ର ପୁଷ୍କରିଣୀରେ ନନ୍ଦା ଓ ଭଦ୍ରା ଯୋଡ଼ି ଡଙ୍ଗାରେ ଚାପ ଖେଳିବାକୁ ଆସିଥାନ୍ତି। ଏହାକୁ ବାହାର ଚାପ କୁହାଯାଇଥାଏ। ଏହା 21 ଦିନ ପର୍ଯ୍ୟନ୍ତ ଚାଲିଥାଏ। ଏହାପରେ ଶ୍ରୀମନ୍ଦିର ଭିତରେ 21 ଦିନର ଭିତର ଚାପ ଅନୁଷ୍ଠିତ ହୋଇଥାଏ। ପୌରାଣିକ କଥା ଅନୁସାରେ ଏହି ଦିନ ପ୍ରଭୁ ବିଷ୍ଣୁଙ୍କର ଷଷ୍ଠ ଅବତାର ପରଶୁରାମ ପିତା ଜଗଦାଗ୍ନି ଏବଂ ମାତା ରେଣୁକାଙ୍କ ଠାରୁ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ଅତ୍ୟାଚାରୀ ଏବଂ କ୍ରୂର ରାଜାଙ୍କ ଠାରୁ ନିରୀହ ପ୍ରଜା ଓ ଋଷିମାନଙ୍କୁ ଉଦ୍ଧାର କରିବା। ଆହୁରି ମଧ୍ୟ ଏହି ଦିନ ମହର୍ଷି ବେଦବ୍ୟାସ ମହାଭାରତ ଗ୍ରନ୍ଥର ରଚନା ଶୁଭାରମ୍ଭ କରିଥିଲେ। ବିଶ୍ୱାସ ଅଛି ଯେ ଗୌଡ଼ୀୟ ବୈଷ୍ଣବ ଦର୍ଶନ ଅନୁସାରେ ଶ୍ରୀକୃଷ୍ଣ ଭକ୍ତମାନଙ୍କର ସୁଖ ଓ ସମୃଦ୍ଧି ପାଇଁ ଏହି ଦିନକୁ ଚୟନ କରିଥିଲେ। ଏହି ଦିନ ଆମ ଚାଷୀ କୂଳ ପାଇଁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପର୍ବ। ଏହି ଦିନ ଚାଷୀମାନେ ଅକ୍ଷି ମୁଠି ବୁଣି ଚାଷ କାର୍ଯ୍ୟ ଆରମ୍ଭ କରିଥାନ୍ତି। ବିଶ୍ୱାସ ଅଛି ଯେ ଏହି ଦିନ ଧନ ନିବେଶ ପାଇଁ ଉପଯୁକ୍ତ ଦିନ। ଏହି ଦିନ ଲୋକମାନେ ସୁନା, ଜମି ଇତ୍ୟାଦି କିଣିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି, କିନ୍ତୁ କମ୍ ସାମର୍ଥ୍ୟ ଥିବା ଲୋକେ ଝାଡ଼ୁ, ଲୁଣ, ଧାନ ପରି ପଦାର୍ଥ କିଣିବାକୁ ପସନ୍ଦ କରିଥାନ୍ତି। ବିଶ୍ୱାସ ଅଛି ଏହାଦ୍ୱାରା ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରାଯାଇପାରେ। ଏହି ଦିନ ଲୋକମାନେ ଗରିବ ଲୋକଙ୍କୁ ଅର୍ଥ, ଖାଦ୍ୟ ଓ ପୋଷାକ ପ୍ରଦାନ କରିଥାନ୍ତି। ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ପର୍ବ କେବଳ ଓଡ଼ିଶାରେ ପାଳନ କରାଯାଇନଥାଏ। ଏହି ଦିନ ମହାରାଷ୍ଟ୍ର ରାଜ୍ୟରେ ହଳଦୀ କୁମକୁମ ପର୍ବ ଭାବେ ପାଳନ କରାଯାଇଥାଏ। ଏହି ପର୍ବ ପାଳନ ଦ୍ୱାରା ନିଜର ସନ୍ତାନ ସନ୍ତତି ତାଙ୍କର ଉପଯୁକ୍ତ ଜୀବନସାଥୀ ମିଳିଥାଏ ବୋଲି ବିଶ୍ୱାସ ଅଛି। ଏହି ଦିନ ପଶ୍ଚିମବଙ୍ଗରେ ମା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରି ସୁଖ ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରାଯାଇଥାଏ। ଉତ୍ତର ଭାରତରେ ଏହି ପର୍ବକୁ ଆଖାତେଜ ନାମରେ ପାଳନ କରାଯାଇଥାଏ। ଏହି ଦିନ ପ୍ରଭୁ ବାଙ୍କେ ବିହାରୀଙ୍କୁ ଗ୍ରୀଷ୍ମରୁ ରକ୍ଷା କରିବା ପାଇଁ ସ୍ୱତନ୍ତ୍ର ଭାବେ ଚନ୍ଦନ ଲେପ କରାଯାଇଥାଏ। ଏହି ଦିନ ଗୁଜରାଟ ଓ ରାଜସ୍ଥାନରେ ଗଣେଶ ଓ ମା ଲକ୍ଷ୍ମୀଙ୍କୁ ଏକାଠି ପୂଜା କରି ସନ୍ତାନମାନଙ୍କ ସୁଖ ସମୃଦ୍ଧି କାମନା କରିଥାନ୍ତି। କିନ୍ତୁ ଏହି ଦିନ କୌଣସି ଧାରୁଆ ଅସ୍ତ୍ର ବା ଲୌହ ନିର୍ମିତ ସାମଗ୍ରୀ କ୍ରୟ ଉପରେ ବାରଣ କରାଯାଇଥାଏ। ବିଶ୍ୱାସ ଅଛି ଯେ ଏହାଦ୍ୱାରା ଘରର ଶାନ୍ତି ଭଙ୍ଗ ହୁଏ ଏବଂ ନକାରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ। ଏହି ଭିଡ଼ିଓ ଆପଣଙ୍କୁ କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବାକୁ ଅନୁରୋଧ। ଜୟ ଜଗନ୍ନାଥ।